ପାତ୍ର ଭରି ଗାଲକୁ ଠାକି ଦେବି ଯେ ପାଣି ବେକରା ଛାଡିଯିବ ବାଳେ କାହିଁକି? ଆରେ ସେଟା ଉଦରେ ଲହ ପାତ୍ର ଭରି କହିଲା ଉଦରେ ନା ଡୋଲିରେ ଆରେ ସିଏ ତ ଉଦରେ କହିଲା ତୁ ତାକୁ କଣ କଣ କହିଲେ ଶାମ୍ବକୁ ନାରୀ ବେଶ କରି ଉଦରେ ଲହ ପାତ୍ର ଭରି ଲୁହା ପେଣ୍ଡୁଟେ ପୁରେଇ ଦେଲେ କିଏ ପୁରେଇଲେ ଯାଦବ ଛୁଆ ମାନେ ବାବା ଶାମ୍ବ ପେଟରେ ହଁ ସାଦେ ବାବାଜୀ ଆସୁଛନ୍ତି ତାଙ୍କ ଭିତରେ ଟିଙ୍ଗା ବାବାଜୀ ଥିଲା ଦୁର୍ବାସା ପଚାରିଲେ କହିଲେ ବାବା ଏ ତ ବହୁ ବାବା ଛୁଆ ଖେଳ ଖେଳୁଛନ୍ତି ବହୁ ଚୋରି ଖେଳ ବାବା ପ୍ରଣାମ ବାବା ହେଇ ଠିଆ ହଉନ ତମେ କଣ ହେଇଛି ବାବା ବହୁତ କଷ୍ଟ ଯନ୍ତ୍ରଣା ପାଇଲିଣି ବାବା ହେଇଟି ବାବା ୟାଙ୍କ ପେଟରେ କଣ ପୁଅ ହବ ନା ଝିଅ ହବ ଟିକେ କହିଲେ? ବାବା କେଡେ ପେଟ ହେଇଛି ଦେଖୁନା। ବାବା ବାବା ଦେଖିବ ଏ ଗର୍ଭରେ କଣ ଅଛି ବାବା ନିମିଷେ ମାତ୍ର ଆଖିକି ବୁଝିଦେଲେ ଦୁର୍ବାସା ଜାଣିପାଇଲେ ଏଟା କୃଷ୍ଣ ପୁଅ ବୋଲିକି ମନରେ ବଡଲୋକିଆ ଛୁଆ ବୋଲିକି ଗର୍ବ କରୁଛି ବାବା କହିଲା ହଁ ଅଛି କଣ ଅଛି ବାବା କହିଲା ଏହାର ଗର୍ଭେ ଅଛି ବାଳ ପ୍ରକାଣ୍ଡ ଲହର ପ୍ରକାଣ୍ଡ ଲହର ପ୍ରକାଣ୍ଡ ନିଶ୍ଚୟ ପୁତ୍ର ପ୍ରସବିବ ଯାଦବ ବଂଶ ବିନାଶିବ ବଂଶ ବିନାଶିବ। ତମ ବଂଶ ବୁଡେଇ ଦବ ୟା ଗର୍ଭରୁ ବାହାରିଲା ଲୁହା ମୁସଳ ଏ ବାହାର କରିଦଉ ଜାଣିପାରିଲେ ଭଗବାନ କୃଷ୍ଣ ଭୀମକୁ ଡାକିଲେ ଆଣିକି ଘଷିଲା ଘଷି ଘଷି ଗୁଣ୍ଡ କଲା ଆଚ୍ଛା ଗୁଣ୍ଡ କଲେ ଲୁହା ପଥର ଗୁଡାକ ପାଣିରେ ଭାସିବ ନା ବୁଡିବ ବାଲି ମୁଠେ ପାଣି ଭିତରକୁ ଫୋପାଡିବା ଭାସିବ ନା ବୁଡିବ ବୁଡିଯିବ ଲୁହା ଗୁଣ୍ଡ ଗୁଡା ଭାସିବ ନା ବୁଡିବ ନାଇଁ ଲୁହା ପଥର ଭାସିଲା ତମର ନାଇଁ ଶବ୍ଦଟା ହଉନି ଡାଇଲଗ ଟା ଭାଗରେ ଡେଲିଭରି କରିପାରୁନ ନା ନାଇଁ 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 ବେ ଏଇଟା ଦଇତାରି ପୁଣ୍ୟ ଡାଇଲଗ ହେଇଗଲା ତମର ବି ହେଲାନି ଆମର ଭୁଲ ହେଇଗଲା ଆରେ ପୁଅ ଦଇତାରି ପଣ୍ଡା ଖଣ୍ଡା ଓହିବାକୁ ତୁ ଯୋଗ୍ୟ ଲୋକ କିଏ କହିଲା କଲା ହରି ବୋଲ ଭାଇ ଗୋବିନ୍ଦ ବୋଲ ପଥର ଯୁଗେ ଯୁଗେ ଭାସିଛି ସତ୍ୟ ଯୁଗରେ ପଥର ଭାସିଲା ସେ କିଏ ନା ଶାଳଗ୍ରାମ ପତିତଂ ଦୃଷ୍ଟ୍ୱାଂ ଭୂତଳେ ଖଣ୍ଡ ଖଣ୍ଡ ମହିତଳେ କାକ ସ୍ୱାନନ ଭୁଞ୍ଜନ୍ତି ନୟାନ୍ତି ବ୍ରାହ୍ମଣା ଜନା ଶାଳଗ୍ରାମ ଭାସିଛି ନା ନାଇଁ ଭାସିନି ତ୍ରେତୟା ଯୁଗରେ ସେତୁ ବନ୍ଧ ପ୍ରତିଷ୍ଠା ବେଳେ ରାମ ଯେତେବେଳେ ବନ୍ଧ ପ୍ରତିଷ୍ଠା କଲେ ପଥର ଭାସିଲା ନା ନାଇଁ ବୁଡିଲା ଦ୍ୱାପର ଯୁଗରେ ପଥର ଭାସିଲା ଘଷିଲା ଭୀମ ପଥର ଗୁଣ୍ଡ ଗୁଡାକ ନ ବୁଡିକି ଭାସିକି ହେଲା ଏରକାର ବନ କଦମ୍ବ ଗଛ ସୃଷ୍ଟି ହେଲା ଯାଦବ ପିଲା ବାଡିଆ ବାଡି ହେଇକି ମଲେ କଳି ଯୁଗରେ ଆପଣ ମାନଙ୍କର ରାଜା ଥାନ୍ତି ଶ୍ରୀକ୍ଷେତ୍ରର ଭାନୁଦେବ ରାଜା ଗଜପତି ପିଲା ନାହାନ୍ତି କୋଳରେ 22 ପାହାଚ ତିଆରି କରୁଥାନ୍ତି 7 ନମ୍ବର ପାହାଚରେ ଗୋଟେ ଗଳିଆ ପଡିଲା ଏ ତ ସ୍ୱୟଂ ନାରାୟଣ ନାରାୟଣ ଯୋଉଠି ଗଙ୍ଗା ତା ପାଦ ତଳେ ଲକ୍ଷ କୋଣରେ ଗଙ୍ଗା ତେଣୁ ଜଗନ୍ନାଥକୁ ଛାଡିକି ଗଙ୍ଗା କୁଆଡେ ଯିବ 7 ନମ୍ବର ପାହାଚରେ ବୋହିଲା ଗଙ୍ଗା ଝର ପଇଲା ଭାନୁଦେବ ରାଜା ଯେତେ ଚେଷ୍ଟା କଲା ସେ ଗଳିଆକୁ ଆଉ ମୁଦି ପାରିଲାନି ଭଗବାନଙ୍କୁ ଡାକିଲା କହିଲା ପ୍ରଭୁ ତମେ ଏଇଭଳିଆ ଠାକୁର ଆଉ ଗୋଟେ ପଦ ଗାଉଛି ବହି ହେଲା ଆରତ ତ୍ରାଣ ଚଉତିସା କବି ହେଲେ ଦୀନକୃଷ୍ଣ ଦାସ କଣ କହିଲେ ଭୂମି ଭାର
ପାଲାର ଗୋଟାଏ ଗତି ଥାଏ, ଗତି ବଦଳେଇ ଦିଅ ବଦଳେଇ ଦିଅ ବଦଳେଇ ଦିଅ। ପାଲାର ଗୋଟେ ଧାରା ଥାଏ। ଆଜ୍ଞା ଦର୍ଶନ ଧବ, ନୀତି ଶିକ୍ଷା ଧବ, ବିଷୟ ଧବ, ଛାନ୍ଦ ଧବ, ଚୌପଦୀ ଧବ, ପାଲା କି ଜାତି, ଆଉ ଖାଲି ଜଗତସିଂହପୁର ବ୍ରେକ୍ ଛିଣ୍ଡେଇ ଦେବି। କେତେ ଥର ଛିଣ୍ଡିଛି ଓଡିଶାରେ ନିଜେ ଜାଣିଥାଉ। ହେ ମହାପ୍ରଭୁ ଆରେ ଓଡିଶାରେ 22 ବର୍ଷ ଅମର ଦାସ ଗାୟକଙ୍କ ପାଖରେ ସେ ଥିଲା। କିଡେ ବଡ ଗାଁ ପାଖରେ କାଟି କାଟି ଆଇଛି ଆଉ। ନୃସିଂହ ହୋତା ପାଖରେ ରହିଲାଣି 15 ବର୍ଷ। ଏଠି ବି କାଟୁଛି ଆଉ। ଅସୁବିଧା ଭାଇ କେତେ ବର୍ଷ ହେଲା କାଟିଲଣି ଭାଇ ତମେ? ସାର୍ ପରା କହିଲେ କେତେ ବର୍ଷ ହେଲା? ହିସାବ ପାଇଲିନି। 22-15 କେତେ ହିସାବ କର। ଆଚ୍ଛା ଏତେ ବର୍ଷର କଟାଳି ତମେ? ଭାଇ ମନ ଦୁଃଖ କରିବନି। ନା ନା ଆଚ୍ଛା ତମେ ଯଦି ଏତେ ବର୍ଷର କଟାଳି ଏତେ ବର୍ଷ ହେଲା କାଟିଲଣି, ମୋ ଭାଉଜ କିଆ ମେଡିକାଲରେ କଟା ହେଲା? ଆରେ ସେ କାଟ ଅଲଗା ଏ କାଟ ଅଲଗା। ଆରେ ମୂର୍ଖ, ସେ ଫ୍ୟାମିଲି ପ୍ଲାନିଂ ଅପରେସନ ହେଲା, ଡାକ୍ତର କାଟିଲା, ଇଏ ତାଳ ମାନ କାଟୁଛି। ଏଇଟା ମେଡିକାଲ କେସ? ମୁଁ ବୁଝିଲି ଯେ ମତେ ମାଇପ କର ଭାଇ। ଏଟା ମା ଭକର ନା ତତେ ମାଇପ କରିବ? ତାକୁ ମାଇପ କରିବୁ? ଚୁପକିନି ବସ। ଭାନୁଦେବ ଗଜପତି ଡାକିଲେ, ଜଗନ୍ନାଥ ମହାପ୍ରଭୁ ଆଉ ସହି ପାରିଲେନି। ରାତ୍ରରେ ସ୍ୱପ୍ନାଦେଶ ଦେଲେ, କହିଲେ ରାଜା କାଲି ସମୁଦ୍ର କୂଳକୁ ଯା, ଯାହା ଭାସୁଥିବ ତୋ ପାଦ ତଳେ ଲାଗିବ, ସେଇ ଭସା ଜିନିଷଟା ଆଣିକି ଗଳିଆରେ ମୁଦି ଦବୁ, ଗଳିଆ ବନ୍ଦ ହେଇଯିବ। ଗଳିଆ ବନ୍ଦ ହଉଛି ନା ନାଇଁ? ଭାନୁଦେବ ଗଜପତି ପରଦିନ ସକାଳୁ ଯାଇଛି ସମୁଦ୍ର ଜଳ ଭିତରେ ଠିଆ ହେଇକି ପାଣି ଟିକେ ଆଣି ସୂର୍ଯ୍ୟ ନାରାୟଣଙ୍କୁ ଡାକୁଛି। ଠିକ ଏତିକି ବେଳେ ଗୋଟେ ମାଙ୍କେଡା ପଥରଟେ ଭାସି ଭାସି ମାଙ୍କଡା ପଥରଟା ରାଜା ଗୋଡରେ ବାଜିଲା। ଆଶ୍ଚର୍ଯ୍ୟ ହେଲା ଭାନୁଦେବ ଗଜପତି। ପଥର ଭାସି ଯାଉଛି, ଗୋଟେ ପଥରଟେ ଭାସିକି ଇଏ ପ୍ରଭୁର ଲୀଳା। ସେଇ ପଥରଟାକୁ ନେଇ ଶ୍ରୀମନ୍ଦିର ବଡ ଦେଉଳର 7 ନମ୍ବର ଯୋଉ ପାହାଚର ଗଳିଆରେ ସେଇ ପଥରଟାକୁ ଦବାରୁ ଗଙ୍ଗା ସେଇ ଦିନ ଠାରୁ ଗୁପ୍ତ ଗଙ୍ଗା ହେଇଗଲେ, ଆଉ ପାଣି ବାହାରିଲାନି। ତେଣୁ ପଥର ଭାସିଛି ନା ନାଇଁ? ଭାସିନି। ତେଣୁ ଲୁହାରେ ଖାଇଲେ, ଠିଆରେ ମୁତିଲେ। ଆଉ କଣ ଅଛି? ଦ୍ୱାପର ଗଲା ଲୁହା, କଳି ଯୁଗରେ ଆମେ ମଣିଷ। ଆମେ କାହିଁ ଲୁହା ଜିନିଷରେ ଖାଉଛେ? ଯେତେ ମା ଭଉଣୀ ବସିକି ପାଲା ଶୁଣୁଛୁ, ଜଣେ ଦେଖିବା ହାତ ଟିକି କହିବ ହୋତା ପୁଅ କି ହୋତା ଭାଇନା କି ହୋତା ସାରେ, ଆମ ଘରେ ଷ୍ଟିଲ ବାସନ ଜମା ନାହିଁ।